କୋରାପୁଟ ଜିଲ୍ଲାର ଲମତାପୁଟ ବ୍ଲକରେ ଏଚପି ଗ୍ୟାସ୍ ଯୋଗାଣରେ ଗୁରୁତର ଅବ୍ୟବସ୍ଥା ଦେଖାଦେଇଛି। 2 ମାସ ଧରି ଗ୍ୟାସ୍ ସିଲିଣ୍ଡର ନ ମିଳିବାରୁ ଅଞ୍ଚଳବାସୀ ଭାରି ଅସୁବିଧାର ସମ୍ମୁଖୀନ ହେଉଛନ୍ତି। 2 ମାସ ପରେ ଆଜି ଗ୍ୟାସ୍ ଆସିବା ଖବର ପାଇ ସକାଳୁ ସକାଳୁ ଶତାଧିକ ଉପଭୋକ୍ତା ଲାଇନରେ ଦଣ୍ଡାୟମାନ ରହିଥିଲେ। ସାରା ରାଜ୍ୟରେ ଗ୍ୟାସ୍ ସଂକଟ ଦୂର ହୋଇଥିବା ବେଳେ ଲମତାପୁଟରେ ଏପର୍ଯ୍ୟନ୍ତ ଗ୍ୟାସ୍ ଅଭାବ ଚର୍ଚ୍ଚାର ବିଷୟ ହୋଇପଡ଼ିଛି। ରାଜ୍ୟର ସରକାର ଗ୍ୟାସ୍ କ୍ରୟ ଉପରେ ଥିବା କଟକଣାକୁ ହଟାଇ ଦେଇଥିଲେ ମଧ୍ୟ ଲମତାପୁଟର ଏଚପି ଗ୍ୟାସ୍ ଉପଭୋକ୍ତାମାନେ 2 ମାସ ଧରି ଗ୍ୟାସ୍ ପାଇପାରି ନାହାନ୍ତି। ଫଳରେ ରୋଷେଇ କାମରେ ଭାରି ସମସ୍ୟା ସୃଷ୍ଟି ହୋଇଛି। ଏହି ଗ୍ୟାସ୍ ଡିଲର ପଏଣ୍ଟ ଉପରେ ପଡ଼ୋଶୀ ଆନ୍ଧ୍ରପ୍ରଦେଶର ଅନେକ ଉପଭୋକ୍ତା ସହିତ ପ୍ରାୟ 100 କିଲୋମିଟର ଦୂରର ଲୋକମାନେ ମଧ୍ୟ ନିର୍ଭର କରୁଛନ୍ତି। ତେଣୁ ଦୀର୍ଘ ଦିନ ଧରି ଯୋଗାଣ ବନ୍ଦ ରହିବାକୁ ନେଇ ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେପଟେ ବ୍ଲକ ଯୋଗାଣ ଅଧିକାରୀଙ୍କ କହିବା ଅନୁସାରେ ରାୟଗଡ଼ା ଡିପୋରେ ଗ୍ୟାସ୍ ସମସ୍ୟା ଥିବାରୁ ସମୟ ମତେ ଯୋଗାଣ ହୋଇପାରୁନଥିଲା। ଆଜି ଗ୍ୟାସ୍ ପହଞ୍ଚିଥିବାରୁ ଉପଭୋକ୍ତାମାନେ ସିଲିଣ୍ଡର ପାଇପାରିବେ ବୋଲି ସେ କହିଛନ୍ତି। ତେବେ ଅବିଭକ୍ତ କୋରାପୁଟ ଜିଲ୍ଲାର ଅନ୍ୟ କୌଣସି ସ୍ଥାନରେ ଗ୍ୟାସ୍ ଯୋଗାଣରେ ବିଶେଷ ସମସ୍ୟା ନଥିବା ବେଳେ କେବଳ ଲମତାପୁଟରେ ଏଭଳି ସମସ୍ୟା କାହିଁକି ସୃଷ୍ଟି ହେଉଛି ତାହାକୁ ନେଇ ବିଭିନ୍ନ ପ୍ରଶ୍ନ ଉଠୁଛି। ଲମତାପୁଟରୁ ଦିଲ୍ଲୀପ ଖରାଙ୍କ ରିପୋର୍ଟ, ସଂଘର୍ଷ ଟିଭି।